ନମସ୍କାର ବନ୍ଧୁଗଣ। ବନ୍ଧୁମାନେ ଆପଣମାନେ ସମସ୍ତଙ୍କୁ ଆଜିର ଏହି ଜ୍ୟୋତିଷ କାର୍ଯ୍ୟକ୍ରମକୁ ସ୍ୱାଗତ। ଆଜିର ଏହି ଜ୍ୟୋତିଷ କାର୍ଯ୍ୟକ୍ରମଟି ମୀନ ରାଶିର ବ୍ୟକ୍ତିବିଶେଷମାନଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ, ବହୁତ ହିଁ ଖାସ୍ ଅଟେ। କାରଣ ଏହି ଧନୁ ସଂକ୍ରାନ୍ତି ଠାରୁ ଆପଣଙ୍କର ଜୀବନରେ ଏକ ବଡ଼ ପରିବର୍ତ୍ତନ ହେବା ପାଇଁ ଯାଉଅଛି। ଅନେକ କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବା ସହିତ ଅନେକ କ୍ଷେତ୍ରରେ ଆପଣଙ୍କୁ ସତର୍କତା ଅବଲମ୍ବନ କରିବାର ଅଛି ଏବଂ ଆପଣଙ୍କୁ ପ୍ରତିକାରର ଆବଶ୍ୟକତା ରହିଛି। ତେବେ ନୂତନ ବର୍ଷ 2026 ଆରମ୍ଭ ହେବା ପୂର୍ବରୁ ଆପଣଙ୍କର ଜୀବନରେ ଏକ ବଡ଼ ଘଟଣା ଘଟିବା ପାଇଁ ଯାଉଅଛି। ତ ବନ୍ଧୁମାନେ, ଆପଣମାନଙ୍କୁ କେଉଁ ସବୁ କ୍ଷେତ୍ରରେ ବଡ଼ ସଫଳତା ମିଳିବା ପାଇଁ ଯାଉଛି ଏବଂ କେଉଁ ସବୁ କ୍ଷେତ୍ରରେ ଆପଣଙ୍କୁ ସତର୍କତା ଅବଲମ୍ବନ କରିବାର ଅଛି, ସେ ବିଷୟରେ ଜାଣିବା ପାଇଁ ଆପଣମାନେ ଭିଡ଼ିଓଟିକୁ ସ୍କିପ୍ ନ କରି ଥରେ ମାତ୍ର ଶେଷ ପର୍ଯ୍ୟନ୍ତ ନିଶ୍ଚିନ୍ତ ଦେଖନ୍ତୁ ଏବଂ ଭିଡ଼ିଓଟିକୁ ଗୋଟେ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଆପଣମାନେ ଯଦି ସଚ୍ଚା ହୃଦୟରେ ଈଶ୍ୱରଙ୍କୁ ଭକ୍ତି କରୁଥାନ୍ତି, ବିଶ୍ୱାସ କରୁଥାନ୍ତି, ତେବେ ଭକ୍ତି ଏବଂ ଶ୍ରଦ୍ଧାର ସହିତ କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ, ଜୟ ଶ୍ରୀ ଜଗନ୍ନାଥ ଅବଶ୍ୟ ଲେଖିଦିଅନ୍ତୁ। ତେବେ ବନ୍ଧୁମାନେ, ଆସନ୍ତୁ ଆରମ୍ଭ କରିବା ଆଜିର ଏହି କାର୍ଯ୍ୟକ୍ରମଟିକୁ, ଯାହାକି ଜନ୍ମ ରାଶି ଏବଂ ଚନ୍ଦ୍ର ରାଶି ଉପରେ ସମ୍ପୂର୍ଣ୍ଣ ଆଧାରିତ ଅଟେ। ତେବେ ବନ୍ଧୁମାନେ, ଏହି ଧନୁ ସଂକ୍ରାନ୍ତି ପରେ ଆପଣଙ୍କର ସ୍ୱାସ୍ଥ୍ୟ ତ ନିହାତି ଭଲ ରହିବ, ଯେହେତୁ ଆପଣଙ୍କର ରାଶିର ଅଧିପତି ଦେବଗୁରୁ ବୃହସ୍ପତି ଆପଣଙ୍କର ଚତୁର୍ଥ ଭାବରେ କେନ୍ଦ୍ରରେ ଗୋଚର କରୁଛନ୍ତି। କିନ୍ତୁ ଶନି ଯେହେତୁ ଆପଣଙ୍କ ରାଶିରେ ଗୋଚର କରୁଛନ୍ତି, ଆପଣଙ୍କ କୁଣ୍ଡଳୀର ପ୍ରଥମ ଭାବରେ ଗୋଚର କରୁଛନ୍ତି, ତେଣୁ ଆପଣଙ୍କର ଆଲର୍ଜି, ଇନଫେକ୍ସନ୍ ଭଳି କିଛିଟା ସମସ୍ୟା ଦେଖାଦେଇପାରେ। ଯେତେବେଳେ ଆପଣ କେଉଁଆଡ଼େ ବାହାରକୁ ଯାଉଛନ୍ତି, ସେତେବେଳେ ଆପଣଙ୍କୁ ଅଧିକ ସାବଧାନ ରହିବାର ଅଛି। ଆପଣ ବାହାର ଖାଦ୍ୟପେୟକୁ ଯେତେ ପାରିବେ ଆଭଏଡ଼ କରନ୍ତୁ। ଆପଣ ଯେତେ ପାରିବେ ହେଲ୍ଦି ଫୁଡ଼୍ ବା ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ପାଇଁ ଚେଷ୍ଟା କରନ୍ତୁ। ଥଣ୍ଡା, କାଶ ହେଲା ଭଳି ଏଭଳି ସମସ୍ୟାମାନ ଦେଖାଦେଇପାରେ। ତେଣୁ ଏହିସବୁ କ୍ଷେତ୍ରରେ ଆପଣ ଯତ୍ନବାନ ହୁଅନ୍ତୁ। ବିଦ୍ୟାର୍ଥୀମାନଙ୍କର କଥା ହେବା ଯଦି, ଏହି ଧନୁ ସଂକ୍ରାନ୍ତି ପରେ ଆପଣ ଆପଣଙ୍କର ଶିକ୍ଷା କ୍ଷେତ୍ରରେ ବହୁତ ଅଧିକ ଉନ୍ନତି କରିବେ। କାରଣ ଗ୍ରହମାନଙ୍କର ସ୍ଥିତି ଏବଂ ଅବସ୍ଥିତି ବହୁତ ଷ୍ଟ୍ରଙ୍ଗ ରହୁଛି। ତେବେ ଆପଣଙ୍କର ଏହି ଧନୁ ସଂକ୍ରାନ୍ତି ପରେ ଯଦି କୌଣସି ଏକ୍ଜାମ୍ ରହିଛି, କମ୍ପିଟେଟିଭ୍ ଏକ୍ଜାମ୍ ରହିଛି ବା ପ୍ରତିଯୋଗିତାମୂଳକ କାର୍ଯ୍ୟ ରହିଛି ବା ପରୀକ୍ଷା ରହିଛି ବା ଗଭର୍ଣ୍ଣମେଣ୍ଟ ରିଲେଟେଡ୍ କୌଣସି ପରୀକ୍ଷା ରହିଛି, ସେଥିରେ ଆପଣ ନିଶ୍ଚିନ୍ତ ଭାବରେ କୃତକାର୍ଯ୍ୟ ହେବେ। ଏହି ଧନୁ ସଂକ୍ରାନ୍ତି ପରେ ଆପଣ ଆପଣଙ୍କର ପାଠପଢ଼ାକୁ ନେଇ କିଛି ବଡ଼ ଡିସିସନ୍ ନେଇପାରନ୍ତି। କିନ୍ତୁ ଶନି ଯେହେତୁ ଆପଣଙ୍କର ଲଗ୍ନରେ ଅଛନ୍ତି, ତେଣୁ ଆପଣଙ୍କ ମଧ୍ୟରେ ଆଳସ୍ୟପଣ ଦେଖାଦେଇପାରେ। ତେଣୁ ଆପଣ ଆଳସ୍ୟପଣକୁ ଟିକେ ଦୂର କରନ୍ତୁ। ଆପଣ ଯଦି ଆଳସ୍ୟକୁ ତ୍ୟାଗ କରି ଯଦି ପରିଶ୍ରମ କରନ୍ତି, ତେବେ ନିଶ୍ଚିନ୍ତ ଭାବରେ ଆପଣଙ୍କୁ ବହୁତ ସଫଳତା ମିଳିବା ପାଇଁ ଯାଉଅଛି, ଯାହା ଆପଣ କଳ୍ପନା ମଧ୍ୟ କରିପାରିବେ ନାହିଁ। କିନ୍ତୁ ଯଦି ଆପଣ ଆଳସ୍ୟର ବଶବର୍ତ୍ତୀ ହୋଇ କୌଣସି କାମଧନ୍ଦା ନ କରନ୍ତି, ତେବେ ନିଶ୍ଚିନ୍ତ ଭାବରେ ଆପଣଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। ତେବେ ବନ୍ଧୁମାନେ, ଆପଣ ଆଳସ୍ୟପଣ ଦୂର କରି ଆପଣଙ୍କର କର୍ତ୍ତବ୍ୟ ପଥରେ ଆଗେଇବା ଉଚିତ। ଆପଣଙ୍କର ପ୍ରେମ ଜୀବନ କଥା ହେବା ଯଦି, ଏହି ଧନୁ ସଂକ୍ରାନ୍ତି ପରେ ଆପଣଙ୍କର ପ୍ରେମ ଜୀବନ ବହୁତ ହିଁ ଖାସ୍ ରହିବ। ଆପଣଙ୍କ ମଧ୍ୟରେ କନେକ୍ସନ୍ ଷ୍ଟ୍ରଙ୍ଗ ହେବ, ଭଲ ପାଇବା ବଢ଼ିବ, ଆପଣ ପରସ୍ପରକୁ ବୁଝିପାରିବେ। ଆପଣ ଦୁଇଜଣ ମିଶି କେଉଁଆଡ଼େ ବୁଲାବୁଲି କରିବାକୁ ଯାଇପାରନ୍ତି। କିନ୍ତୁ ଯେହେତୁ ଆପଣଙ୍କର ପଞ୍ଚମ ଭାବର ଅଧିପତି ଚନ୍ଦ୍ରମା ଅଟନ୍ତି, ତେଣୁ ଆପଣଙ୍କର ପାର୍ଟନର ଟିକେ ଚଞ୍ଚଳ ସ୍ୱଭାବର ରହିଥାନ୍ତି। ଏହା ଧନୁ ସଂକ୍ରାନ୍ତି ପରେ ନୁହେଁ, ଏହା ଆପଣଙ୍କର ଜୀବନ ସାରା ହିଁ ରହିଥାଏ। ଯେହେତୁ ଆପଣଙ୍କର ପଞ୍ଚମ ଭାବର ଅଧିପତି ଚନ୍ଦ୍ରମା ଅଟନ୍ତି, ତ ଆପଣ ନିଶ୍ଚିନ୍ତ ଭାବରେ ଲକ୍ଷ୍ୟ କରିଥିବେ ଯେ ଆପଣ ଆଉ ଆପଣଙ୍କର ପାର୍ଟନର, ସେ ମେଲ୍ ହୁଅନ୍ତୁ କିମ୍ବା ଫିମେଲ୍ ହୁଅନ୍ତୁ, ସେ ଟିକେ ନିଶ୍ଚୟ ଚଞ୍ଚଳ ସ୍ୱଭାବର ହୋଇଥିବେ। ଆପଣଙ୍କର ବୈବାହିକ ଜୀବନ କଥା ହେବା ଯଦି, ଆପଣଙ୍କର ବୈବାହିକ ଜୀବନ ବହୁତ ଭଲ ହେବ। ଏହି ଧନୁ ସଂକ୍ରାନ୍ତି ପରେ ଆପଣଙ୍କର ଲାଇଫ୍ ପାର୍ଟନରଙ୍କର କ୍ୟାରିୟରରେ ଗ୍ରୋଥ୍ ଦେଖିବାକୁ ପାଇବେ। ଆପଣଙ୍କ ପାଇଁ ଆପଣଙ୍କର ଲାଇଫ୍ ପାର୍ଟନର କିଛି ସକ୍ସେସ୍ ମଧ୍ୟ ପାଇବେ। କାରଣ ଆପଣଙ୍କର ସପ୍ତମ ଭାବର ଅଧିପତି ଅର୍ଥାତ୍ ବୈବାହିକ ଜୀବନର ଅଧିପତି ବୁଧ ଆପଣଙ୍କର ନବମ ଭାବରେ ଗୋଚର କରିବେ। ତ ନିଶ୍ଚିନ୍ତ ଭାବରେ ଆପଣଙ୍କର ଜୀବନସାଥୀଙ୍କର ଭାଗ୍ୟ ଷ୍ଟ୍ରଙ୍ଗ ରହିବ। ଏହି ଧନୁ ସଂକ୍ରାନ୍ତି ପରେ ଆପଣ ଦୁଇଜଣ ମିଶି କୌଣସି ବଡ଼ ଡିସିସନ୍ ନେଇପାରନ୍ତି। ଯଦି ପୂର୍ବରୁ ଆପଣଙ୍କ ଭିତରେ କୌଣସି ମନାନ୍ତର ଭଳି ସମସ୍ୟା ଥିଲା,
କୌଣସି ପ୍ରକାରର ଡିଷ୍ଟର୍ବାନ୍ସ ଥିଲା ତ ସେ ସବୁ ଦୂର ହୋଇଯିବ। ଆପଣଙ୍କ ମଧ୍ୟରେ କନେକ୍ସନ୍ ବହୁତ ଷ୍ଟ୍ରଙ୍ଗ ହେବ। ଆପଣଙ୍କର ଭାଗ୍ୟ ଏହି ଧନୁ ସଂକ୍ରାନ୍ତି ପରଠାରୁ ପ୍ରବଳ ହେବାକୁ ଯାଉଅଛି। କାରଣ ଆପଣଙ୍କର ଭାଗ୍ୟ ଭାବର ଅଧିପତି ମଙ୍ଗଳ ଆପଣଙ୍କର ଦଶମ ଭାବରେ ଗୋଚର କରିବେ। ଆପଣଙ୍କର ଦଶମ ଭାବରେ କେନ୍ଦ୍ର ତ୍ରିକୋଣ ରାଜଯୋଗର ନିର୍ମାଣ କରିବେ, ଯାହା ଫଳରେ ଆପଣଙ୍କର ଭାଗ୍ୟ ମଜବୁତ ବଳିବ। ଆପଣ ଯେଉଁ ବି କାର୍ଯ୍ୟରେ ହାତ ଦେବେ ସେଥିରେ ଆପଣଙ୍କୁ ସଫଳତା ପ୍ରାପ୍ତି ହେବ। ପୂର୍ବରୁ ଆପଣଙ୍କର ଯେଉଁ କାର୍ଯ୍ୟ ଗୁଡ଼ିକ ଅଟକି ରହିଥିଲା ସେହି କାର୍ଯ୍ୟ ଆପଣଙ୍କର ଆଗକୁ ବଢ଼ିବ। ଏହି ଧନୁ ସଂକ୍ରାନ୍ତି ପରେ ଆପଣ କିଛି ଭୂମି, ଜମି, ପ୍ରପର୍ଟି ଇତ୍ୟାଦି କିଣିପାରନ୍ତି। ଆପଣ ଯେଉଁ ଜିନିଷ କିଣିବାକୁ ଚାହୁଁଥିଲେ ବା ଆପଣ କିଣିପାରୁନଥିଲେ ତାହା ଆପଣ କିଣିବାକୁ ସାମର୍ଥ୍ୟ ହେବେ। ଏହି ଧନୁ ସଂକ୍ରାନ୍ତି ପରେ ଆପଣ ନୂତନ ଗୃହ ଇତ୍ୟାଦି ନିର୍ମାଣ କରିପାରନ୍ତି କିମ୍ବା ଆପଣଙ୍କ ଗୃହରେ କୌଣସି ଶୁଭ ମାଙ୍ଗଳିକ କାର୍ଯ୍ୟର ଆୟୋଜନ ହୋଇପାରେ। ମଙ୍ଗଳଙ୍କର ଦୃଷ୍ଟି ଆପଣଙ୍କର ଚତୁର୍ଥ ଭାବ ସୁଖ ଭାବ ଉପରକୁ ରହିବ। ତ ଏହି ଧନୁ ସଂକ୍ରାନ୍ତି ପରେ ଆପଣଙ୍କୁ ସମସ୍ତ ପ୍ରକାରର ଭୌତିକ ସୁଖର ପ୍ରାପ୍ତି ହେବ। ଏବଂ ଚତୁର୍ଥ ଭାବଟି ଯେହେତୁ ମାଙ୍କର ଭାବ ଅଟେ ତ ଆପଣଙ୍କର ମାଙ୍କର ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଆସିବ। ଯଦି ଆପଣଙ୍କର ମାଙ୍କର ସ୍ୱାସ୍ଥ୍ୟରେ ପୂର୍ବରୁ ଯଦି କିଛି ସମସ୍ୟା ଲାଗି ରହିଥିଲା ତ ସେହି ସମସ୍ୟା ଦୂର ହୋଇଯିବ। ଆପଣଙ୍କର ମା ଯଦି ଆପଣଙ୍କୁ ନେଇ ଚିନ୍ତାରେ ରହୁଥିଲେ ତ ତାଙ୍କର ଚିନ୍ତା ମଧ୍ୟ ଦୂର ହୋଇଯିବ। ଏହି ଧନୁ ସଂକ୍ରାନ୍ତି ପରେ ଆପଣଙ୍କର କୌଣସି କ୍ଷେତ୍ରରୁ ବଡ଼ ଧନ ଲାଭ ହୋଇପାରେ। ଏହି ଧନୁ ସଂକ୍ରାନ୍ତି ପରେ ଆପଣ କୌଣସି ବଡ଼ ଇନଭେଷ୍ଟମେଣ୍ଟ କରିପାରନ୍ତି। ସେୟାର ମାର୍କେଟ, ଷ୍ଟକ୍ ମାର୍କେଟ, ଟ୍ରେଡିଂରେ ଆପଣ କିଛି ଇନଭେଷ୍ଟମେଣ୍ଟ କରିପାରନ୍ତି କିମ୍ବା ପୂର୍ବରୁ ଯଦି ଆପଣଙ୍କର ଏହିସବୁଥିରେ ଇନଭେଷ୍ଟମେଣ୍ଟ କରିଥିଲେ ତ ଏହି ସମୟରେ ଆପଣଙ୍କୁ ଏହିସବୁ କ୍ଷେତ୍ରରୁ ବଡ଼ ଧନ ଲାଭ ହୋଇପାରେ। ତେଣୁ ଆପଣ ଆପଣଙ୍କର ଭାଗ୍ୟ ସମ୍ବନ୍ଧିତ ଯାହା ବି ନିର୍ଣ୍ଣୟ ନେବା ପାଇଁ ଚାହୁଁଥିଲେ ଏହି ଧନୁ ସଂକ୍ରାନ୍ତି ପରେ ଆପଣ ତାହା ନିର୍ଦ୍ୱନ୍ଦ୍ୱରେ ନେଇପାରିବେ। କାରଣ ଆପଣଙ୍କୁ ନିଶ୍ଚିନ୍ତ ଭାବରେ ସଫଳତା ପ୍ରାପ୍ତି ହେବ। କ୍ୟାରିୟର ମଧ୍ୟ ଏହି ଧନୁ ସଂକ୍ରାନ୍ତି ପରେ ବହୁତ ଭଲ ରହିବ। ଆପଣଙ୍କ ମଧ୍ୟରେ ମ୍ୟାନେଜମେଣ୍ଟ ସ୍କିଲ୍ ବଢ଼ିବ। ଆପଣଙ୍କ ମଧ୍ୟରେ କମ୍ୟୁନିକେସନ୍ ସ୍କିଲ୍ ବହୁତ ଭଲ ରହିବ। କାରଣ ଗୁରୁଙ୍କର ଦୃଷ୍ଟି ଆପଣଙ୍କର ଦଶମ ଭାବ ଉପରକୁ ରହିବ। ତ ଗୁରୁ ହେଉଛନ୍ତି ଜ୍ଞାନର କାରକ ଗ୍ରହ। ତ ଆପଣଙ୍କ ମଧ୍ୟରେ ଜ୍ଞାନ ବଢ଼ିବ। ଆପଣ ନିଜର କ୍ୟାରିୟରରେ ବହୁତ ଭଲ ଆଚିଭମେଣ୍ଟ ପାଇପାରିବେ। ଯେଉଁମାନଙ୍କ ପାଖରେ କୌଣସି ଚାକିରି ନାହିଁ ତ ଏହି ଧନୁ ସଂକ୍ରାନ୍ତି ପରେ ଚାକିରି ମିଳିବାର ବହୁତ ଅଧିକ ସମ୍ଭାବନା ରହୁଛି। ଏବଂ ଯଦି ଆପଣ କରୁଛନ୍ତି ତେବେ ଚାକିରି କ୍ଷେତ୍ରରେ ଆପଣଙ୍କୁ ଆପଣଙ୍କର ପ୍ରମୋସନ୍ ହେବାର ମଧ୍ୟ ବହୁତ ଅଧିକ ସମ୍ଭାବନା ବନୁଅଛି। ଆପଣଙ୍କର ଯଦି ଟାର୍ଗେଟ୍ ବେସ୍ ଜବ୍ ରହିଛି ତେବେ ଟାର୍ଗେଟ୍ ଆପଣଙ୍କର ପୂରଣ ହେବ। ଆପଣ ଆପଣଙ୍କର କାର୍ଯ୍ୟ କ୍ଷେତ୍ରରେ ପ୍ରଶଂସିତ ହେବେ। ଆପଣଙ୍କୁ ମାନ ସମ୍ମାନ, ପଦ ପ୍ରତିଷ୍ଠା ପ୍ରାପ୍ତି ହେବ। ଆପଣ ନିଜର କାମ କରିବାର ତରିକା ଦ୍ୱାରା ବା ଶୈଳୀ ଦ୍ୱାରା ଆପଣ ପ୍ରଶଂସିତ ହେବେ। ଆପଣଙ୍କର ବ୍ୟାପାର ବାଣିଜ୍ୟ ମଧ୍ୟ ଏହି ଧନୁ ସଂକ୍ରାନ୍ତି ପରେ ବହୁତ ଭଲ ହେବା ପାଇଁ ଯାଉଅଛି। ଆପଣ ଆପଣଙ୍କର ବ୍ୟାପାରରେ ଗ୍ରୋଥ୍ ଦେଖିବାକୁ ପାଇବେ, ପ୍ରଫିଟ୍ ଦେଖିବାକୁ ପାଇବେ। ଏହି ଧନୁ ସଂକ୍ରାନ୍ତି ପରେ ଆପଣ ଆପଣଙ୍କର ବିଜନେସ୍କୁ ଆଗକୁ ବଢ଼ାଇ ପାରନ୍ତି। ଆପଣ କୌଣସି ପାର୍ଟନରସିପ୍ ବିଜନେସ୍ ଆଗକୁ ଷ୍ଟାର୍ଟ କରିପାରନ୍ତି। ବ୍ୟାପାରକୁ ନେଇ ଆପଣଙ୍କ ମନକୁ ନୂଆ ନୂଆ ଆଇଡ଼ିଆ ମାନ ଆସିବ। ବ୍ୟାପାରରେ ଆପଣଙ୍କର ଗ୍ରାହକ ବଢ଼ିବେ। କିନ୍ତୁ ଶନିଙ୍କର ଦୃଷ୍ଟି ଯେହେତୁ ସପ୍ତମ ଭାବ ଉପରେ ରହୁଛି ତେଣୁ ପାର୍ଟନରସିପ୍ରେ ଆପଣ ଆଖି ବୁଜି ବିଶ୍ୱାସ କରିବେ ନାହିଁ, ନଚେତ୍ ଆପଣ ଧୋକା ଖାଇପାରନ୍ତି। ଏହା ବ୍ୟତୀତ ଆପଣ ଆପଣଙ୍କର ବାଣୀ ଉପରେ ଟିକେ ନିୟନ୍ତ୍ରଣ ରକ୍ଷା କରିବେ, ନଚେତ୍ ଆପଣ ଆପଣଙ୍କର ବାଣୀ ଦ୍ୱାରା ସମସ୍ୟାରେ ପଡ଼ିପାରନ୍ତି। ଆପଣ ତରବର ହୋଇ କୌଣସି ଡିସିସନ୍ ନିଅନ୍ତୁ ନାହିଁ କିମ୍ବା କୌଣସି ଡିଲ୍ କରନ୍ତୁ ନାହିଁ। ତ ବନ୍ଧୁମାନେ ଏବେ ଆସନ୍ତୁ ଜାଣିନେବା କିଛି ବିଶେଷ ଉପାୟ ବିଷୟରେ। ଯେଉଁ ଉପାୟ ଗୁଡ଼ିକ କରିବା ଦ୍ୱାରା ଆପଣଙ୍କର ଯେଉଁ ସବୁ ଅଶୁଭତ୍ୱ ରହୁଛି ସେଗୁଡ଼ିକ ଖଣ୍ଡନ ହୋଇ ଆପଣଙ୍କୁ ଶୁଭଫଳ ପ୍ରାପ୍ତି ହେବ ଏବଂ ଆପଣଙ୍କର ଭାଗ୍ୟରେ ଉନ୍ନତି ହେବ। ତ ବନ୍ଧୁମାନେ ଆପଣ ପ୍ରତ୍ୟେକ ଦିନ ପକ୍ଷୀମାନଙ୍କୁ କିଛି ଦାନା ଖାଇବା ପାଇଁ ଦିଅନ୍ତୁ ଏବଂ ତା ସହିତ କିଛି ପାଣି ପିଇବା ପାଇଁ ଦିଅନ୍ତୁ। ଆପଣ ପ୍ରତ୍ୟେକ ଦିନ ବୁଧଙ୍କର ବୀଜ ମନ୍ତ୍ରର ଜପ 108 ଥର ଅବଶ୍ୟ କରନ୍ତୁ। ପ୍ରତ୍ୟେକ ଦିନ ଆପଣ ଗୁରୁଙ୍କର ବୀଜ ମନ୍ତ୍ରର ଜପ 108 ଥର ଅବଶ୍ୟ ଜପ କରନ୍ତୁ। ଏବଂ ଯେହେତୁ ଆପଣଙ୍କର ରାଶିରେ ଶନି 7.5 ଚାଲୁଅଛି ତ ଶନିଙ୍କର କୁପ୍ରଭାବକୁ କମ୍ କରିବା ପାଇଁ ଆପଣ ପ୍ରତ୍ୟେକ ଦିନ ଶନିଙ୍କର ବୀଜ ମନ୍ତ୍ରର ଜପ 108 ଥର ଅବଶ୍ୟ ଜପ କରନ୍ତୁ। ଏହା ବ୍ୟତୀତ ଆପଣ ପ୍ରତ୍ୟେକ ଦିନ ଉଦିତ ସୂର୍ଯ୍ୟଙ୍କୁ
ତମ୍ବା ପାତ୍ରରେ ଜଳାର୍ଘ୍ୟ ଅର୍ପଣ କରନ୍ତୁ। ତ ନିଶ୍ଚିନ୍ତ ଭାବରେ ଆପଣଙ୍କୁ ଅଧିକ ଶୁଭ ଫଳ ପ୍ରାପ୍ତି ହେବ। ତ ବନ୍ଧୁମାନେ ଆପଣଙ୍କର ଜୀବନ ମଙ୍ଗଳମୟ ହେଉ ଏବଂ ଆପଣ ଆସୁଥିବା ନବବର୍ଷ 2026ଟି ଆପଣଙ୍କ ପାଇଁ ସୁଖମୟ ଏବଂ ଆନନ୍ଦମୟ ହେଉ, ଏହା ହିଁ ଈଶ୍ୱରଙ୍କ ନିକଟରେ ମୋର ଏତିକି ପ୍ରାର୍ଥନା। ଧନ୍ୟବାଦ।